ଆପଣ କେବେ ଧ୍ୟାନ ଦେଇଛନ୍ତି କି ରାତି 12ଟା ପରେ ମନ୍ଦିରର ଘଣ୍ଟା ହଠାତ୍ ଆପେ ଆପେ ବାଜିଥାଏ? ସେତେବେଳେ ତ ସେଠାରେ କେହି ନଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଘଣ୍ଟିକୁ କିଏ ବଜାଉଛି? ଭିଡିଓଟିକୁ ଆଜ୍ଞା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣଙ୍କର ଆତ୍ମାକୁ ନିଶ୍ଚୟ ଛୁଇଁଯିବ। ଭିଡିଓଟି ହେଲା ମନ୍ଦିର ଭିତରେ ଘଣ୍ଟା କିଏ ବଜାଉଛି। ହିନ୍ଦୁ ଧର୍ମରେ ମନ୍ଦିର ଘଣ୍ଟା ଏକ ଲୁହା ନୁହେଁ, ଏହା ହେଉଛି ଏକ ଦିବ୍ୟ ଶକ୍ତିର ଧ୍ୱନି। ଯେତେବେଳେ ସେ ଘଣ୍ଟା ବାଜେ, ସେ ଶବ୍ଦ ମନୁଷ୍ୟର ମନକୁ ପବିତ୍ର କରେ, ଏମିତିକି ଆମର ନକାରାତ୍ମକ ଶକ୍ତିକୁ ଦୂରେଇ ଦିଏ। ରାତି 12ଟା ପରେ ମନ୍ଦିରର ଚାରି ପାଖରେ ଏକ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୁଏ। ଗାଁ ଲୋକ କୁହନ୍ତି ସେ ସମୟରେ ଦେବତା ଆଉ ଆତ୍ମା ମାନେ ସେ ମନ୍ଦିରକୁ ଆସନ୍ତି। ସେହି ସମୟରେ ଯଦି କେହି ଦୁଃଖୀ ଆତ୍ମା ମୁକ୍ତି ଚାହିଁଥାଏ, ତାହେଲେ ସେ ଦେବତାଙ୍କ ଉପସ୍ଥିତିରେ ସେ ଘଣ୍ଟିଟି ବାଜିଥାଏ। ଅନେକ ଗାଁରେ ଏମିତି ମଧ୍ୟ ଘଟଣା ଘଟିଛି ଯେ ମଧ୍ୟରାତ୍ରିରେ ମନ୍ଦିରର ଘଣ୍ଟା ବାଜୁଥାଏ, କିନ୍ତୁ ସେଠାରେ ଆଶ୍ଚର୍ଯ୍ୟର କଥା, ସେଠାରେ କେହି ନଥାଏ। ପରଦିନ ଜଣା ପଡ଼ିଲା ଯେ ସେ ରାତିରେ କାହାର ମୃତ୍ୟୁ ହୋଇଥିଲା। ଲୋକେ କୁହନ୍ତି ସେ ଆତ୍ମା ଭଗବାନଙ୍କ ଚରଣରେ ଶାନ୍ତି ପାଇବାକୁ ଆସିଥିଲା। ପ୍ରକୃତରେ କହିବାକୁ ଗଲେ ଏ ମନୁଷ୍ୟ ଶରୀରଟା ନୁହେଁ ଆଜ୍ଞା, ଏହା ହେଉଛି ଏକ ଆତ୍ମା। ଯେମିତି ବଞ୍ଚିଥିଲା ଅବସ୍ଥାରେ ଏ ଆତ୍ମାଟା ଭଗବାନଙ୍କ ଚରଣରେ ଥାଏ, ସବୁବେଳେ ଭଗବାନଙ୍କୁ ଡାକିଥାଏ, ନିଜର ମୁକ୍ତି ପାଇଁ ଭଗବାନଙ୍କୁ ଚାହିଁଥାଏ। ମଲା ପରେ ବି ସେ ଆତ୍ମାଟା ଭଗବାନଙ୍କ ଚରଣରେ ଥାଏ। ଏମିତିକି ସେ କିଛି ଖରାପ କାମ କରିଥିଲେ ଭଗବାନ ଚରଣକୁ ଆସେ ଏବଂ ଭଗବାନ ସନ୍ତୁଷ୍ଟ ହେଲେ ସେତେବେଳେ ଦିବ୍ୟ ଶକ୍ତିରେ ସେ ମନ୍ଦିରର ଘଣ୍ଟିଟି ବାଜିଥାଏ ଆଜ୍ଞା। ପ୍ରକୃତରେ ଏହା ଏକ ଭୂତ ନୁହେଁ, ଏହା ହେଉଛି ଏକ ଦିବ୍ୟ ଶକ୍ତି। ଭିଡିଓଟି ଦେଖି ଆପଣମାନେ ଜାଣିପାରିଥିବେ ରାତି 12ଟାରେ ଘଣ୍ଟି କିଏ ବଜାଉଛି। ଆଶା କରୁଛି ଏ ଭିଡିଓଟି ସମସ୍ତଙ୍କୁ ଭଲ ଲାଗି। ଭିଡିଓଟି ଦେଖି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ରହିଲି। ଧନ୍ୟବାଦ। ଜୟ ଜଗନ୍ନାଥ।